ଆଜିର ଭିଡ଼ିଓରେ ଆମେ ତୃତୀୟ ଶ୍ରେଣୀ ସରସ୍ୱତୀ ଗଣିତମାଳାର ପୃଷ୍ଠା 161ର 29 ନମ୍ବରଟିକୁ କରିବା। 29 ନମ୍ବରରେ ପ୍ରଶ୍ନ ଦେଲା, ଗୋଟିଏ ଟିଣରେ ନଡ଼ିଆ ତେଲ ପୂର୍ଣ୍ଣ ଅଛି। ଟିଣରେ କ'ଣ ଅଛି ନା ନଡ଼ିଆ ତେଲ ପୂର୍ଣ୍ଣ ଅଛି। ସେଥିରୁ 8 ଲିଟର 200 ମିଲି ତେଲ କାଢ଼ି ନେବା ପରେ ଟିଣରେ ନିଆଯାଇଥିବା ତେଲର ଅଧା ରହିଲା। ତେବେ ପ୍ରଥମେ ଟିଣରେ କେତେ ଥିଲା? ଏଇଠୁ ଆମେ ଦେଖିବା, ପ୍ରଶ୍ନକୁ ଭଲ କରି ବୁଝିବା। ଆମେ କେତେ ତେଲ କାଢ଼ି ନେଲୁ ନଡ଼ିଆ ତେଲ ପୂର୍ଣ୍ଣ ଟିଣରୁ? ନା 8 ଲିଟର 200 ମିଲି ତେଲ କାଢ଼ି ନେଲୁ। ଯେତିକି ତେଲ କାଢ଼ି ନେଲୁ ଆଉ କେତେ ରହିଲା ନା ତାର ଅଧା ଟିଣରେ ତେଲ ରହିଲା। ତେବେ ପ୍ରଥମେ ଟିଣରେ କେତେ ତେଲ ଥିଲା? ତାହେଲେ ଆମେ କେତେ ତେଲ କାଢ଼ି ନେଲୁ ଆଗେ ଦେଖିବା। ନଡ଼ିଆ ତେଲ କାଢ଼ି ନେଲୁ ସମାନ କେତେ ନା 8 ଲିଟର 200 ମିଲି ତେଲ କାଢ଼ି ନେଲୁ। ଦେଖ, ଇଏ ଧର ମନେ କର ଇଏ ହେଉଛି ଗୋଟିଏ ଟିଣ। ଆ ଦେହରୁ ଆମେ କ'ଣ କଲୁ ନା ଏଉଠୁ ଏତିକି ଆମେ 8 ଲିଟର 200 ମିଲି ତେଲ କାଢ଼ି ନେଲୁ। ତାହେଲେ ଆଉ ଏଉଠୁ ଏତିକି କେତେ ତେଲ ରହିଲା ନା ଏଇ ଯେଉଁ ଯେତିକି ତେଲ କାଢ଼ି ନେଇଛୁ ତାର ଅଧା ତେଲ ରହିଲା। ତାହେଲେ ଆମେ କ'ଣ ଲେଖିବା? ଅର୍ଥାତ୍ ଏଇଠି ଲେଖିବା ଅର୍ଥାତ୍ 8 ଲିଟର 200 ମିଲିର ଅଧା ତେଲ ରହିଲା ଟିଣରେ। ତାହେଲେ ଅଧା ତେଲ କେମିତି ବାହାର କରିବା? ତାହେଲେ ଏଇଠି କ'ଣ କରିବା ନା 8 ଲିଟର 200 ମିଲି ହରଣ 2 କରିଦେଲେ ଅଧା ତେଲ ବାହାର କରିଦେବା। ହରଣ 2, ତାହେଲେ କେତେ? 2 ଚଉ 4 ଲିଟର 100 ମିଲି ତେଲ ଆଉ ଟିଣରେ ରହିଲା। ତାହେଲେ ଏଉଠୁ ଏତିକି ଯେଉଁ ଶୂନ୍ୟ ସ୍ଥାନ ଅଛି ଏଠି କେତେ ରହିଲା ନା 4 ଲିଟର 100 ମିଲି ତେଲ ରହିଲା। 100 ମିଲି। ତାହେଲେ ମୋଟ ତେଲ କେତେ ହେବ? କାଢ଼ି ନେଇଛୁ 8 ଲିଟର 200, କାଢ଼ି ନେଇଛୁ କେତେ ନା 8 ଲିଟର 200 ଆଉ ଅବଶିଷ୍ଟ ରହିଛି 4 ଲିଟର 100 ମିଲି। ତାହେଲେ କ'ଣ କରିବା ନା ଏ ଦୁଇଟାକୁ ଯାକ ମିଶାଇ ଦେଲେ ଆମେ ମୋଟ ତେଲ କେତେ ପାଇପାରିବା। ତାହେଲେ କ'ଣ କରିବା ନା ମୋଟ ନଡ଼ିଆ ତେଲ ସମାନ କେତେ ନା କାଢ଼ି ନେଇଥିବା ତେଲ ଯୁକ୍ତ କ'ଣ କରିବା? ମିଶାଇ ଦେବା ଅବଶିଷ୍ଟ ଆଉ ଯାହା ରହିଲା ଅବଶିଷ୍ଟ ତେଲ ନଡ଼ିଆ ତେଲ। ତାହେଲେ କେତେ ହେଲା? ଆମେ କାଢ଼ି ନେଇଛୁ କେତେ ନା 8 ଲିଟର 200 ମିଲି। 8 ଲିଟର 200 ମିଲି। ଅବଶିଷ୍ଟ ଆଉ କେତେ ରହିଲା? 4 ଲିଟର 100 ମିଲି। 4 ଲିଟର 100 ମିଲି। ତାହେଲେ ମିଶାଇ ଦେବା। କେତେ ହେଲା? 8 4 12 300। ତାହେଲେ 12 ଲିଟର 300 ମିଲି ହେଲା। 300 ମିଲି ମୋଟ ଟିଣରେ ତେଲ ଥିଲା। ତାହେଲେ ସେ ମାଗିଛି ପ୍ରଥମେ ଟିଣରେ କେତେ ତେଲ ଥିଲା। ତାହେଲେ କ'ଣ କରିବା? ଅତଏବ ଉତ୍ତର ପ୍ରଥମେ ଟିଣରେ 12 ଲିଟର 300 ମିଲି ନଡ଼ିଆ ତେଲ ଥିଲା। ନଡ଼ିଆ ତେଲ
ତେଲ ଥିଲା ଅତଏବ ଉତ୍ତର ଥିଲା ଅତଏବ ଉତ୍ତର। ପ୍ରଶ୍ନକୁ ଭଲ କରି ପଢ଼ିଲେ ଅତି ସହଜରେ ଆକୁ ସମାଧାନ କରିପାରିବା। ଆଜି ପାଇଁ ଏତିକି। ଲାଇକ୍ କରିବ, ସବସ୍କ୍ରାଇବ୍ କରିବ।